ନୀଳଗିରି ଗଛରୁ ଡାଳ କାଟିବାରୁ ମହିଳାଙ୍କୁ ବନ କର୍ମଚାରୀଙ୍କ ମାଡ଼ ସହ ଦୁର୍ବ୍ୟବହାର। ପ୍ରତିବାଦରେ ଅଞ୍ଚଳବାସୀଙ୍କ ଗୋପାଳପୁର ବିଟ୍ ହାଉସ୍ ଘେରାଉ। ଅଞ୍ଚଳରେ ଚାପା ଉତ୍ତେଜନା। ନୀଳଗିରି ରେଞ୍ଜ ଅଧୀନ ଗୋପାଳପୁର ବିଟ୍ ଅଞ୍ଚଳରେ ଏ ଘଟଣା ଘଟିଛି। ରବିବାର ଗୋପାଳପୁର ଅଞ୍ଚଳର କଟିମଣି ସିଂ ଛେଳି ଡାଳ ଖାଇବା ପାଇଁ ଜଙ୍ଗଲରୁ ଗଛ ଡାଳ କାଟିଥିଲେ, ଯାହାକୁ କେନ୍ଦ୍ର କରି ଗୋପାଳପୁର ବିଟ୍ର ଗାର୍ଡ ତାଙ୍କୁ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ, ଯାହାକୁ କେନ୍ଦ୍ର କରି ଅଞ୍ଚଳବାସୀ ଫରେଷ୍ଟ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ତାଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।